ଆଜି ମଣିଷ କଣ ସେଥିପାଇଁ ଆମେ ଆଜି ମଣିଷ ତୁଚ୍ଛ ହୀନ ପ୍ରାଣୀ ହେଇକି ଜଗତରେ ଅଛୁ। ଧର୍ମ ଜାଗା ମଠ ମନ୍ଦିର ସବୁଠି ଯାଉଛୁ, ହେଲେ ଆମ ଭିତରେ କର୍ମ ସେଇ ଯୋଗ୍ୟ ହଉନାହିଁ କି ଫଳ ମିଳୁନାହିଁ। ତେଣୁ ଯୁଗେ ଯୁଗେ ପ୍ରଭୁ ସବା ଶେଷର କଥା, ଯୁଗେ ଯୁଗେ ପ୍ରଭୁ ହିଁ ଦୟା କରନ୍ତି ଜଗତରେ। ନିଶ୍ଚୟ ଧର୍ମ ଯେବେ ଯେବେ ଜ୍ଞାନୀ ହେଇଯାଏ ସ୍ୱୟଂ ସେଇ ପରମ ପୁରୁଷ ଜଗତକୁ ଆସି ସେ ଜ୍ଞାନ ଦିଅନ୍ତି, ସେ ହିଁ ନାମ ଦିଅନ୍ତି, ସେ ହିଁ ଗୁରୁ। କେହି ନୁହଁ, ଆମେ ତ କେବଳ ତାଙ୍କ ସେବକ ଭକ୍ତି ଭାବରେ ତାଙ୍କୁ ଅନୁସରଣ କରି ତାଙ୍କରି ମାର୍ଗରେ ଆମେ କେବଳ ନିଜକୁ ସମର୍ପିତ କରିଦେବା ଦରକାର। ତାହେଲେ ଆମେ ଦେଖିବା କଣ ଜୀବନରେ ଆମକୁ ପ୍ରାପ୍ତ ହଉଛି। ଆଉ ନୟନ ଦେଖୁ ନଙ୍ଗୁଳା ହେଲେ କଣ ହବ? ଜୀବନରେ ବହୁତ କିଛି ଆସିବ, ତାକୁ ହିଁ ତ ସେହି ତ ସାଧନା ନା। ସାଧନା ମାନେ କଣ? ସାଧନା ମାନେ କଣ ହେ ହେ ଫେ କିରିକିରି ହବା ନା ଭୋଗ ବିଳାସ ଭିତରେ ବୁଡି ରହିବାକୁ ସାଧନ କହେ? ସାଧନ ସହିତ ଗୁରୁଙ୍କ ମାର୍ଗରେ ନିଜକୁ ପେଶିକି ସେଇ ଭିତରୁ ଦୁଃଖ କଷ୍ଟ ଆସିବ, ସେଇ ଭିତରେ ପେଶି ହବ। ପେଶି ହେଲେ ହିଁ ଆମ ଭିତରେ ସବୁ ମଇଳା ଯାଇ ଅମୃତ ଶାନ୍ତି ଆନନ୍ଦ ସେଇ ଦିବ୍ୟ ଚିନ୍ତା ଚେତନା ଆମର ଜାଗ୍ରତ କି ଚୈତନ୍ୟତା ପ୍ରାପ୍ତ ହବ। ଆମେ ଚୈତନ୍ୟକୁ ପୂଜା କଲେ କଣ ହବ? ଚୈତନ୍ୟ ସମସ୍ତଙ୍କ ଭିତରେ ଅଛନ୍ତି। ଆମ ଭିତରେ ଥିବା ଚେତନକୁ ଯେବେ ଆମେ ଜାଗ୍ରତ କରିବା ତେବେ ଚୈତନ୍ୟତା ଆମକୁ ପ୍ରାପ୍ତ ହଉଛନ୍ତି। ଚୈତନ୍ୟକୁ ଚୈତନ୍ୟତା ପ୍ରାପ୍ତ ହେଲା ଯେତେବେଳେ ସେ ଦେଖିଲେ ଜଗତରେ କିଛି ନାହିଁ, କୋଉ ସ୍ତ୍ରୀ ପିଲା ନା କୋଉ ଧନ ଦୌଲତ ନା କୋଉ କେହି ନୁହଁ, ଏ କି ସେ ଭଗବାନ।